ପାହାଳ ନିକଟରେ ଓଲଟିଲା ପିଜୁଳି ଭର୍ତ୍ତି ପିକଅପ୍ ଗାଡ଼ି। ଆଜି ସକାଳୁ ସକାଳୁ ଭୁବନେଶ୍ୱର କଟକ ଜାତୀୟ ରାଜପଥର ପାହାଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବା ପାଇଁ ମିଳିଛି। ଦ୍ରୁତ ଗତିରେ ଯାଉଥିବା ଏକ ପିଜୁଳି ଭର୍ତ୍ତି ପିକଅପ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା। ଗାଡ଼ିଟିରେ ପ୍ରଚୁର ପରିମାଣର ପିଜୁଳି ବୋଝେଇ ହୋଇ ବିଭିନ୍ନ ବଜାରକୁ ବିକ୍ରି ପାଇଁ ଯାଉଥିଲା। ହଠାତ୍ ଗାଡ଼ିଟି ଓଲଟି ପଡ଼ିବାରୁ ସମସ୍ତ ପିଜୁଳିଗୁଡ଼ିକ ରାସ୍ତା ଉପରେ ଏବଂ ତଳକୁ ଖସି ପଡ଼ିଥିଲା। ତେବେ ଏହି ଦୁର୍ଘଟଣାରେ ପିକଅପ୍ ଗାଡ଼ିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ତେବେ ଗାଡ଼ିର ଚାଳକ ଏବଂ ସହଯୋଗୀ ଅଳ୍ପକେ ବଡ଼ ଧରଣର ବିପଦରୁ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ପରେ ରାସ୍ତା ମଝିରେ ଗାଡ଼ି ଓ ପିଜୁଳି ପଡ଼ି ରହିଥିବାରୁ କିଛି ସମୟ ପାଇଁ ସେହି ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ପୁଲିସ ପହଞ୍ଚି ଟ୍ରାଫିକ୍କୁ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହଟାଇବାର ବ୍ୟବସ୍ଥା କରିଥିଲେ। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।